ମୁଁ ସନ୍ତୋଷ କୁମାର ପଟ୍ଟନାୟକ ଶ୍ରୀକ୍ଷେତ୍ର ଲାଇଭକୁ ସ୍ୱାଗତ କରୁଛି। ଆମେ ଆଜି ଅଛୁ ଭୁବନେଶ୍ୱର ଧଉଳି ପୀଠରେ ଧଉଳି ସ୍ତୂପରେ ଓଡ଼ିଶାରେ କଳା ସଂସ୍କୃତି ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଥିବା ଏହି ଦେଶଟି ମଧ୍ୟ ଅନେକ ନାମ ଅର୍ଜନ କରିସାରିଛି। ଆମେ ଆଜି ଅଛୁ ଆପଣଙ୍କର କହନ୍ତି କ'ଣ ଦୟାନଦୀକୁ ଲାଗିକି ଏଇଠି ଏକ ବୌଦ୍ଧ ସ୍ତୂତି ଅଛି, ଯାହାକି ପାହାଡ଼ ଉପରେ ଅଛି ଏବଂ ସୌନ୍ଦର୍ଯ୍ୟକରଣ ଭିତରେ ସମ୍ପୂର୍ଣ୍ଣ ମାତ୍ରାରେ ଭଲ ଅଛି। ଏଇଠି ଅଶୋକଙ୍କର ଯୁଦ୍ଧ ହେଇଥିଲା ଧଉଳି ନଦୀରେ, ଏଇଠି ରକ୍ତାକ୍ତ ହେଇଯାଇଥିଲା, ଯାହାକି ପୃଥିବୀରେ ପ୍ରସିଦ୍ଧ ହେଇଯାଇଛି। ଅଶୋକ ମହାରାଜାଙ୍କର ସେ ଧର୍ମାଶୋକର ଚଣ୍ଡାଶୋକ ହେଇଥିଲେ, ଯାହା ଏବେ ପର୍ଯ୍ୟଟନସ୍ଥଳୀ ଭାବରେ ଏଇଠି ଅଛି। କିନ୍ତୁ ଏଇଠି ଯଦି ଦେଖିବାକୁ ଗଲେ ପ୍ରକୃତରେ ଏଇଠି ସରକାରଙ୍କ ଦୃଷ୍ଟିଗୋଚର ହେଇନି। ଏଇଠି ପାଣିର ସୁବିଧା ନାହିଁ, ପର୍ଯ୍ୟଟକଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ, ନା କୁହନ୍ତୁ ଲାଟ୍ରିନ୍ କୁହନ୍ତୁ ବାଥରୁମ୍ କୁହନ୍ତୁ। ଆସିକି ଏଠି ରାତ୍ରି ଯାପନ କରିବାର ମଧ୍ୟ ଏକ ଅଭାବନୀୟ ଘଟଣା ଘଟୁଛି, ଯାହାଦ୍ୱାରା ଏଠି ଲୋକମାନେ ମଦ ପିଇବାର ଆରମ୍ଭ କରିଛନ୍ତି। ଏଠି ଗୁଣ୍ଡାଗର୍ଦି ଚାଲିଛି। ଏଥିପ୍ରତି ସରକାର ଦୃଷ୍ଟିଗୋଚର କରିବାର କଥା ଏବଂ ଏହାକୁ ପର୍ଯ୍ୟଟନସ୍ଥଳୀ ହିସାବରେ ନାମକରଣ କରିବା କଥା। ଯେହେତୁ ବର୍ତ୍ତମାନର ସରକାର ଅଛି, କେତେ ଦୂର ସଫଳ ହେବେ ଏହାକୁ ପର୍ଯ୍ୟଟନସ୍ଥଳୀ କରିବାର, ଏହାର ଉନ୍ନତି କରିବା ପାଇଁ ଏଠି ବୁଦ୍ଧଙ୍କ ସ୍ତୁତି ଅଛି ଏବଂ ଦୟାନଦୀ କୂଳ ଲାଗି ରହିଛି। ଯେହେତୁ ନଦୀ କୂଳରେ ନଦୀରେ ଯେତେବେଳେ ଅଶୋକ ଥିଲେ ତାଙ୍କର ରାଜୁତି କାଳରେ ନଦୀରେ ରକ୍ତାକ୍ତ ହେଇଥିଲା ଏବଂ ଏହା ଏକ ପୀଠ ଅଟେ, ଯେହେତୁ ଲୋକମାନେ ହଜାର ହଜାର ସଂଖ୍ୟାରେ ପ୍ରତିଦିନ ଆସନ୍ତି। ଯାହାକୁ ପାହାଡ଼ ଉପରେ ଅଛନ୍ତି ବୌଦ୍ଧ ବାବା। ସିଧାସଳଖ ଆମେ ପ୍ରତିକ୍ରିୟା ନେବା, ଯେହେତୁ ଆମ ପାଖରେ ଜଣେ ଦର୍ଶକ ଅଛନ୍ତି, ସେ ବୌଦ୍ଧ ଜିଲ୍ଲାରୁ ଅଛନ୍ତି। ଯେହେତୁ ବୌଦ୍ଧ ନାମକୁ ନେଇ ସେ ଅତି ଖୁସି ଅଛନ୍ତି ଏବଂ ଆଜି ବୁଦ୍ଧଦେବଙ୍କ ପୀଠରେ ପହଞ୍ଚିଛନ୍ତି। ସିଧାସଳଖ ଆମେ ତାଙ୍କଠାରୁ ପ୍ରତିକ୍ରିୟା ନେବା। ସାର୍ ଆପଣଙ୍କୁ ନମସ୍କାର, ଶ୍ରୀକ୍ଷେତ୍ର ଲାଇଭକୁ ମୁଁ ସ୍ୱାଗତମ କରୁଛି। ଯାହା ହଉ ଯେ ଆଜ୍ଞା ଦେଖନ୍ତୁ, ଗୋଟେ ସୁନ୍ଦର କଥା କହିଲେ, ବୌଦ୍ଧରୁ ମୁଁ ଆସିଛି, ଛାତି ଗର୍ବ ଅନୁଭବ ଲାଗୁଛି ସାର୍ ଯେ ବୌଦ୍ଧ ମାଟିରୁ ଆସିଛି। ବୁଦ୍ଧ ମୂର୍ତ୍ତି ଯାହା ମୋର ଭଗବାନ, ବୌଦ୍ଧ ମାଟିରେ ମୋର ଭଗବାନ ମୁଁ କହିବାକୁ। କିନ୍ତୁ ବୌଦ୍ଧରୁ ମୁଁ ଆସିଛି ଧଉଳି। ଏଠି କିନ୍ତୁ ଦେଖିଲି ଯେଉଁ ଭଳି ବ୍ୟବସ୍ଥାରେ ମାନେ ଅଛି ବୁଦ୍ଧ ମୂର୍ତ୍ତି, ତାହା ନ କହିବାଟା ବହୁତ ଭଲ। ଭୁବନେଶ୍ୱର ସ୍ଥିତ ମହାନଗର ପୁରା ପାଖ, ଏଠି କିନ୍ତୁ କାହାର ନଜର ନାହିଁ। ମାନେ ସାଇଡ଼ରେ ରାତିରେ ମଧ୍ୟ ଲୋକ ଧଉଳିକି ଆସିବେ ଡରୁଛନ୍ତି। ରାତି ହେଲେ ଚୋରି ଡକାୟତ ମଦ ଗୁଣ୍ଡାଗିରି ଏଠି ବହୁତ ଚାଲୁଛି। ମୁଁ ବୁଲିକି ମଧ୍ୟ ଦେଖିଲି କୌଣସି ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ସିକ୍ୟୁରିଟିର ବ୍ୟବସ୍ଥା ନାହିଁ। ଗୋଟିଏ ସିକ୍ୟୁରିଟି ମାନେ ଖାଲି ଗେଟ୍ରେ ରହୁଛି, କିନ୍ତୁ କାହାର ଏଠି ଚୋରି ହେଲା କିମ୍ବା ଡକାୟତ ହେଲା ଏଠି କୌଣସି ପ୍ରଶାସନ ପକ୍ଷରୁ ଗୋଟେ ଗାଇଡ଼ ନାହିଁ କି ଏହାକୁ କେହି ନଜର ନାହିଁ। ହଜାର ହଜାର କୋଟି କୋଟି ଟଙ୍କା ଗଭର୍ଣ୍ଣମେଣ୍ଟ ଖର୍ଚ୍ଚ କରୁଛି, କିନ୍ତୁ ଏଠି ଗୋଟେ ଶୌଚାଳୟର ବ୍ୟବସ୍ଥା ନାହିଁ, ପିଇବା ପାଣି ଟିକେ ନାହିଁ, ଜଳଖିଆ ଟିକେ ଖାଇବାକୁ ସୁବିଧା ନାହିଁ। ହୋଟେଲରେ ଆଜ୍ଞା ନ ଖାଇବାଟା ଭଲ, କିନ୍ତୁ ଏତେ ଯେଉଁ ଅବସ୍ଥା ପଡ଼ିଛି, ଆକୁ କେମିତି ଗଭର୍ଣ୍ଣମେଣ୍ଟ ଧ୍ୟାନ ଦେବ ଏବଂ ଏଇ ଯେଉଁ ଧଉଳି ପୀଠକୁ ଡେଭଲପମେଣ୍ଟ କଲେ ତ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଏଠୁ ପର୍ଯ୍ୟଟନ ଆସିବେ ଏବଂ এই ଧଉଳି ପୀଠ ଦିନେ ଆମ ଭାରତ ବର୍ଷରେ ନାମ ପଞ୍ଜୀକୃତ ହୋଇ ନାମ ପାଇବ। ଏହାକୁ ଏତେ ପାଖରେ ସଂସ୍କୃତି ଭବନ ଥାଇ, ମାନେ ଭୁବନେଶ୍ୱର ସ୍ଥିତ ବହୁତ ପାଖରେ ଥାଇ ମଧ୍ୟ କାହାର ନଜର ନାହିଁ। ୟାକୁ ଯଦି ହୁଅନ୍ତା ଭଲ ହୁଅନ୍ତା। ଦେଖୁଥିଲେ କେମିତି ଦର୍ଶକ ଜଣକ ତାଙ୍କର ପ୍ରତିକ୍ରିୟା ଦେଉଥିଲେ। ଯେହେତୁ ଓଡ଼ିଶା ହେଉଛି କଳା ସଂସ୍କୃତି ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ, ଯେହେତୁ ଏଠିକୁ ଅନେକ ଦର୍ଶକ ଆସନ୍ତି ଏବଂ ଏଠି ରହିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ଅଛି। ଏଥିପ୍ରତି ପ୍ରଶାସନ ଯଦି ଦୂରଦୃଷ୍ଟି ଦେବେ, ଯେହେତୁ ଡବଲ ଇଞ୍ଜିନର ସରକାର ଅଛି, କିପରି ବ୍ୟବସ୍ଥା କରିବେ ଏବଂ ଆଗକୁ ଏହା କ'ଣ କରାଯିବ ତାହା ଦେଖିବାକୁ ବାକି ରହିଲା। ଧଉଳିରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଶ୍ରୀକ୍ଷେତ୍ର ଲାଇଭ୍।